श्रीमा श्री अरविंद यही श्री अरविंद पाठचक्र ऑनलाइन माध्यम योगदान करिथिबा भाई अपा मान नमस्कार। आज आलोच्य विषय स्त्री पुरुष भेद। स्त्री पुरुष भेद यही प्रसंग रे आलोचना करने निमंते बरगड़र चित्त भाई चित्तरंजन साहू को मु अनुरोध करुछि। चित्त भाई तांकर वक्तव्य प्रदान करंतु। श्रीमाता शरण मम श्री अरविंद शरण मम। आज ऑनलाइन श्री अरविंद पाठचक्र रे योगदान करथिबा समस्त मातृभूमि भाई को मोर सादर सप्रेम नमस्कार। समस्त को पुनर्बार एक कार्यक्रम को स्वागत तथा अभिनंदन जनाऊँगी। समस्त तरफ माँ पाखे विनम्र कृतज्ञता निवेदन करुच्ची। माँ कृपारू आम अमृतमय बाणीर दिव्य सान्निध्यर सुजोग बारंबार लाभ कर तेणु अशेष अशेष कृतज्ञता। आज जो आलोच्य प्रसंग रही माँ गोटे कथोपकथन रु संग्रहित। आश्रम रे माँ साधक साधिका मानकर विभिन्न जिज्ञासार उत्तर दौले। 1957 मसीहा मई 15 तारिख रे साधक मान सहित माँ वार्तालाप व प्रश्नोत्तर कार्यक्रम। साधक माने जिज्ञासु होती जे सृष्टि आरंभ नारी और पुरुष मध्य पार्थक्यटी कहीं रही एवं माँ सुंदर भाव तार उत्तर दौरान। माँ जेहेतु जगत जननी से सृष्टि आदि अंत सबकि जानती, सबकि दिव्य ज्ञान परिसरभुक्त। मनुष्यर ज्ञान अति सीमित संकुचित, से सबको से गोटे क्षुद्र परिसीमा स्थान एवं समय परिसीमा भितर देखे एवं विचार करे। से तार भूल हुए, किंतु जी दिव्यद्रष्टा ता पक्षरे से भूल हुए ना। तेरे माँ उत्तर आलोचना करने पूर्व आमे प्रथमे ध्यान देवा विषयटी उपरे एवं निजर आम मानकर साधारण जीवन जहाँ सब धारणा ए संपर्क रही प्रथमे ताकू मन पकईवा, तापर देखिबा जे से धारणार केते ऊर्ध्व को उठी माँ आमको प्रसंगटर विस्तृत वर्णना दौरान एवं तार व्यापक दृष्टिकोण आम पाखे खोली दौरान। स्त्री पुरुष भेद यहाँ समस्त गोटे अति गुरुत्वपूर्ण एवं प्रासंगिक विषय। कारण आम देखुचु ये सृष्टि जो प्रवहमान जो मुख्य मनुष्य निजको मुख्य भूमिका अवतीर्ण बोली विचार करुछि एवं अन्यान्य इतर प्राणी मध्य प्रकृतिर से नियम द्वारा बंधा होती जहाँकि साधारणतः स्थूल दृष्टि आमर बोधगम्य। सृष्टि जो गति करुछि सृष्टि जो एपर्यंत तिष्ठि रही तार प्रोग्रेस और सस्टेनेंस उभय ए लिंग भेद उपर निर्भरशील। कारण स्त्री पुरुष दुईटी जाति मेल और फीमेल ये दुईटी जाति न रही कौन सी जीव क्षेत्र में वंशवृद्धि संभव नहीं। तेणु सृष्टि स्थायी रहा संभव नहीं। यहाँ आमर धारणा।
ଏଇଟା ହଉଛି ପ୍ରାକୃତିକ ନିୟମ ବା ପ୍ରକୃତିର ଆବଶ୍ୟକତା ବୋଲି ଆମେ ବୁଝୁ। ଦ୍ୱିତୀୟତଃ এই ଦ୍ୱିତୀୟ ପ୍ରସଙ୍ଗର ପ୍ରାସଙ୍ଗିକତା ଏଇଥିପାଇଁ ଆସୁଛି ଯେ ସ୍ତ୍ରୀ ପୁରୁଷ ଭେଦ ଏବଂ ତତ୍ସମ୍ପର୍କିତ ଆମର ଦୃଷ୍ଟିକୋଣ କେବଳ ପ୍ରାକୃତିକ ଆବଶ୍ୟକତାରେ ସୀମିତ ହେଇନାହିଁ। ଆବହମାନ କାଳରୁ ମଣିଷ ସ୍ତ୍ରୀ ପୁରୁଷ ପାର୍ଥକ୍ୟକୁ ଗୁରୁତ୍ୱ ଦେଇ ଆସିଛି। ଏଠି ଆମେ ମନେ ପକାଇବା ବାଇବେଲ ବର୍ଣ୍ଣିତ ଆମର ଆଦି ମାନବ ଏବଂ ଆଦି ମାନବୀ ଯଥାକ୍ରମେ ଆଦାମ ଏବଂ ଇଭଙ୍କ କାହାଣୀ। ଯେତେବେଳେ ଭଗବାନ ସେମାନଙ୍କୁ ସୃଷ୍ଟି କଲେ, ପରମ ପିତା ପରମେଶ୍ୱର ତାଙ୍କୁ ଇଡେନ ଉଦ୍ୟାନରେ ମହା ଆନନ୍ଦରେ ବିଚରଣ କରିବା ପାଇଁ ଜୀବନର ସବୁ ଆବଶ୍ୟକତା ପୂରଣ କରିଦେଇକରି ସେମାନଙ୍କୁ ସେଠି ଅବତୀର୍ଣ୍ଣ କରାଇଥିଲେ ଏବଂ ଗୋଟିଏ ସତର୍କବାଣୀ ଦେଇଥିଲେ, ସେମାନେ ଯାହା କରନ୍ତୁ ପଛେ ସେ ନିଷିଦ୍ଧ ବୃକ୍ଷର ଫଳ ଭକ୍ଷଣ କରିବା ତ ଦୂରର କଥା, ତାକୁ ସ୍ପର୍ଶ ମଧ୍ୟ କରିବେ ନାହିଁ, ତାକୁ ନ ଦେଖିଲେ ଭଲ ହବ। ଏବଂ ସେ ନିଷିଦ୍ଧ ବୃକ୍ଷର ଫଳ ଥିଲା ଅତ୍ୟନ୍ତ ଆକର୍ଷଣୀୟ, ସୁନେଲି ରଙ୍ଗର ଫଳ। ଯେମିତି ସୁନେଲି ମୃଗ ଦେଖି ଦେବୀ ସୀତା ପ୍ରଲୁବ୍ଧ ହେଇଥିଲେ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଆଣିବା ପାଇଁ ତାକୁ ଅନୁରୋଧ କରିଥିଲେ ଏବଂ ସେଠୁ ଯାହା ହେଲା ଲଙ୍କା କାଣ୍ଡ ଆପଣମାନେ ସମସ୍ତେ ଜାଣନ୍ତି। এই ନିଷିଦ୍ଧ ବୃକ୍ଷ ସୁବର୍ଣ୍ଣ ଫଳ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ମଣିଷ ଜୀବନରେ ବା ଯେକୌଣସି ସତ୍ତାର ଜୀବନରେ ଗୋଟେ ପ୍ରଲୋଭନ, ଗୋଟେ ଆକର୍ଷଣ ଏବଂ ଗୋଟେ ପରୀକ୍ଷାର ପ୍ରତୀକ। ଯାହା ହଉ ସେ ନିଷିଦ୍ଧ ବୃକ୍ଷର ଫଳ ଆଦାମ ଏବଂ ଇଭ୍ କେବେ ସ୍ପର୍ଶ କରିବାର କଳ୍ପନା ବି କରିନଥିଲେ। ସେମାନେ ପରମ ପିତାଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ମହାନନ୍ଦରେ ଜୀବନଯାପନ କରୁଥିଲେ। ଏଠି ଉଲ୍ଲେଖଯୋଗ୍ୟ ଯେ ସେମାନେ ତାଙ୍କର ଶାରୀରିକ ଗଠନ, ତାର ଆକାର ଆକୃତି ଏବଂ ଗଠନଗତ ପାର୍ଥକ୍ୟ ଏସବୁ ପ୍ରତି ସମ୍ପୂର୍ଣ୍ଣ ବିତସ୍ପୃହ ଥିଲେ। ପୋଷାକ ପତ୍ର ଆବଶ୍ୟକତା ଏଇଟା ତାଙ୍କର କଳ୍ପନାକୁ ମଧ୍ୟ ଆସିନଥିଲା। ସାଧାରଣ ପଶୁମାନେ ଯେଭଳି ଜୀବନଯାପନ କରନ୍ତି ସେମାନେ ସେଭଳି ଜୀବନଯାପନ କରୁଥିଲେ ଏବଂ ଆନନ୍ଦରେ ଥିଲେ। ଲିଙ୍ଗଗତ ଭେଦର କୌଣସି ଆବିଳତା ତାଙ୍କୁ ସ୍ପର୍ଶ କରୁନଥିଲା, କାରଣ ଲିଙ୍ଗ ଭେଦର ଜ୍ଞାନ ତାଙ୍କର ନଥିଲା। ସେଇ ଜ୍ଞାନ ତାଙ୍କ ଭିତରେ ଜାଗ୍ରତ କରିବା ପାଇଁ ଆସିଲା କୁଶଳୀ ଶୈତାନ। ଶୈତାନ ଗୋଟେ ସାପର ରୂପ ଧରି ପ୍ରଥମେ ଇଭଙ୍କୁ ପ୍ରଲୁବ୍ଧ କଲା। ଏବଂ ସାପ ମଧ୍ୟ ଗୋଟେ ପ୍ରତୀକ, ପ୍ରଲୋଭନ, ପ୍ରତାରଣା। ଏହାର ପ୍ରତୀକ ହେଉଛି ସର୍ପ। ପ୍ରକୃତିର ସେ ଗୋଟେ ଶକ୍ତି, ଏଠି ପ୍ରଲୋଭନ ପ୍ରକ୍ରିୟାକୁ ଉଦ୍ଦୀପ୍ତ କରେ ଏବଂ ତା ଦ୍ୱାରା ଆବଶ୍ୟକ ପରିବର୍ତ୍ତନ ସେ ସମ୍ପାଦିତ କରେ। ତେବେ ଶୈତାନର ପ୍ରଥମ ପ୍ରେରଣାରେ ପ୍ରଥମେ ପ୍ରଲୁବ୍ଧ ହୋଇନଥିଲେ। ବାରମ୍ବାର ସେ ଏଭଳି ପ୍ରଲୁବ୍ଧ କରିବା ପରେ ଭାବିଲେ ଥରୁଟିଏ ସେ ଫଳ ଚାଖିଦେଲେ କଣ ହେଇଯିବ, ଏମିତି କହିକରି ସେ ପ୍ରଥମେ ଫଳଟିକୁ ଖାଇଲେ। ଏବଂ ଆଦାମ ସେତେବେଳେ ଅନୁପସ୍ଥିତ ଥାନ୍ତି। ଅନୁପସ୍ଥିତିର ସୁଯୋଗ ନେଇ ଶୈତାନ ଆସିଥିଲା ଏବଂ ସେ ତାର ଯୋଜନାରେ ସଫଳ ହେଲା। ଆଦାମ
ଅରଣ୍ୟରୁ ପ୍ରତ୍ୟାବର୍ତ୍ତନ କରନ୍ତେ ଇବ୍ ତାଙ୍କୁ ସବୁ କଥା କହିଲେ। ଆଦାମ ବହୁତ ଦୁଃଖିତ ହେଲେ, କିନ୍ତୁ ଇବ୍ଙ୍କ ପ୍ରତି ତାଙ୍କର ଅନୁରାଗ, ତାଙ୍କର ପ୍ରେମ ଏତେ ନିବିଡ଼ ଥିଲା ଯେ ତାଙ୍କର ପ୍ରେରଣାରେ ସିଏ ମଧ୍ୟ ସେ ନିଷିଦ୍ଧ ଫଳକୁ ଭକ୍ଷଣ କଲେ। ଏବଂ ତାପରେ ତାଙ୍କର ଏ ପାର୍ଥିବ ଜ୍ଞାନ ଜାଗ୍ରତ ହେଲା। ଲିଙ୍ଗ ଭେଦର ଜ୍ଞାନ ଏବଂ ଲିଙ୍ଗ ଭେଦର ଆବଶ୍ୟକତା, ପ୍ରଜନନର ଆବଶ୍ୟକତା, ଏସବୁ ଗୋଟେ ମୁହୂର୍ତ୍ତରେ ତାଙ୍କ ଭିତରେ ସେ ଜ୍ଞାନ ଉନ୍ମୋଚିତ ହେଇଗଲା। ତାପରେ ଆରମ୍ଭ ହେଲା ସୃଷ୍ଟି ପ୍ରକ୍ରିୟା, ପ୍ରଜନନ ପ୍ରକ୍ରିୟା ଏବଂ ସୃଷ୍ଟିର ପ୍ରବାହ ଏବଂ ତଜ୍ଜନିତ ଯାବତୀୟ ଦୁଃଖ, ଜରା, ବ୍ୟାଧି ଏବଂ ମୃତ୍ୟୁ ପର୍ଯ୍ୟନ୍ତ। ଯାହା ବାଇବେଲ କହେ, ଯଦି ଆଦାମ ଏବଂ ଇଭ୍ ପରମ ପିତାଙ୍କର ଆଦେଶ ଅବମାନନା କରିନଥାନ୍ତେ, ସେମାନେ ଚିରକାଳ ସେଭଳି ଅନନ୍ତ ସୁଖ, ଚିର ଯୌବନ ଲାଭ କରି ମହାନନ୍ଦରେ ଅବସ୍ଥାନ କରିଥାନ୍ତେ। କିନ୍ତୁ ସେ ଲିଙ୍ଗଭେଦର ଜ୍ଞାନ, ମଣିଷର ଆଦିମ ପ୍ରକୃତିର ଜାଗରଣ ତାଙ୍କୁ ମୃତ୍ୟୁ, ଜରା, ବ୍ୟାଧି, ମୃତ୍ୟୁ କବଳିତ କରିଦେଲା। ତାହେଲେ ତାର ପରିଣତି କଣ ହେଲା? ସେମାନେ କଣ ସବୁଦିନ ପାଇଁ ଦୁଃଖ କଷ୍ଟ ଭୋଗ କରିବାରେ ଲାଗିଲେ? ଯାହା ବାଇବେଲ କହେ, ସେମାନେ ପୁଣି ପରମ ପିତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ଏବଂ ପରମ ପିତା ପୁଣି ତାଙ୍କୁ ଆଶୀର୍ବାଦ ଦେଇକରି, ତାଙ୍କର ଦଣ୍ଡ ତ ସମ୍ପୂର୍ଣ୍ଣ କ୍ଷମଣୀୟ ନୁହେଁ, ପୀଡ଼ା ତ ସେମାନଙ୍କୁ ଭୋଗ କରିବାକୁ ପଡିବ, କିନ୍ତୁ ତା ସତ୍ତ୍ୱେ ଗୋଟେ ଆଶ୍ୱାସନା ବାଣୀ ହେଲା ଯେ ଏଇ ମୃତ୍ୟୁ ପଥଗାମୀ ମଣିଷ ଦିନେ ଚାହିଁଲେ ତା ଭିତରେ ସତ୍ୟର ସନ୍ଧାନ କରିପାରିବ, ତା ଭିତରେ ଅମରତ୍ୱର ଆବିଷ୍କାର କରିପାରିବ। ଯାହା ତା ଦ୍ୱାରା ଅପହୃତ ହେଇଛି, ତାଠାରୁ ଅପହୃତ ହେଇଛି, ତାହାକୁ ସେ ପୁନର୍ବାର ପ୍ରାପ୍ତ କରିପାରିବ। ପାରାଡାଇଜ ୱିଲ୍ ବି ରିଗେନ୍ଡ। ଏବଂ এই କାହାଣୀ ପ୍ରକୃତରେ ବହୁତ ପ୍ରତୀକାତ୍ମକ ଏବଂ ତାର ଅସୀମ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି। ସେ ଭିତରକୁ ବର୍ତ୍ତମାନ ଯିବା ନାହିଁ। ସମ୍ୟକ ଧାରଣା ଆପଣମାନେ ନିଶ୍ଚୟ କରିପାରୁଥିବେ। ତେବେ ଏଇ ଯୋଉ ଲିଙ୍ଗ ଭେଦ ଆବହମାନ କାଳରୁ ରହିଛି ଆଦାମ ଏବଂ ଇଭ୍ଙ୍କ ଠାରୁ, ତାହା ଏପର୍ଯ୍ୟନ୍ତ ମଣିଷ ଜାତି ପାଇଁ ଗୋଟେ ଡିଟରମିନିଂ ଫ୍ୟାକ୍ଟର, ଗୋଟେ ନିର୍ଣ୍ଣାୟକ ବସ୍ତୁ ବା ଉପାଦାନ ହେଇକି ରହିଛି। ଗୋଟେ ନିର୍ଣ୍ଣାୟକ ଉପାଦାନ, ମଣିଷର ଯାବତୀୟ ଇଚ୍ଛା, ଅନିଚ୍ଛା, ଲକ୍ଷ୍ୟ, ଉଦ୍ଦେଶ୍ୟ, ତାର ବିଭିନ୍ନ ପ୍ରକାର କର୍ମରେ ପ୍ରବୃତ୍ତି, ଏ ସବୁର ପଛରେ ଲିଙ୍ଗ ଭେଦ ଗୋଟେ ମୁଖ୍ୟ କାରକ ହେଇକି ରହିଛି ସବୁବେଳେ। ଏଠି କହିବା ବାହୁଲ୍ୟ, ବର୍ତ୍ତମାନ ଏ ସମଗ୍ର ବିଶ୍ୱରେ ଯେତେ ପ୍ରକାର ଅପରାଧ ସବୁ ଘଟୁଛି, ତନ୍ମଧ୍ୟରୁ ସିଂହଭାଗ ହେଉଛି ଏ ସ୍ତ୍ରୀ ପୁରୁଷ ପାର୍ଥକ୍ୟ ଭେଦକୁ ଭିତ୍ତି କରି, ସ୍ତ୍ରୀ ପୁରୁଷ ସମ୍ପର୍କକୁ ଭିତ୍ତି କରି। ଯଦି ଏଇ ବୋଧ ମଣିଷର ନଥାନ୍ତା, କେବଳ ପ୍ରାକୃତିକ ନିୟମର ଆବଶ୍ୟକତା ସେମାନେ ଧ୍ୟାନ ଦେଇଥାନ୍ତେ ଏବଂ ତାଠୁ ଅଧିକ କିଛି ନୁହେଁ, ଉଭୟଙ୍କର ଏ ସୃଷ୍ଟିର ପରିଚାଳନାରେ ସମାନ ଭୂମିକା ରହିଛି, ଏଭଳି ଧାରଣା ଯଦି ରହିଥାନ୍ତେ, ତାହେଲେ ଅଧିକାଂଶ ସମସ୍ୟା, ଶତକଡ଼ା 90% ବା ଅଧିକ ସମସ୍ୟାର ସମାଧାନ
ହେଇଯାନ୍ତା ବା ସେ ସମସ୍ୟା ହିଁ ନଥାନ୍ତା, ମଣିଷ ଶାନ୍ତିରେ କାଳତିପାତ କରୁଥାନ୍ତା। ସେଥିପାଇଁ ପ୍ରସଙ୍ଗର ପ୍ରାସଙ୍ଗିକତା ରହିଛି। ସ୍ତ୍ରୀ ପୁରୁଷ ପାର୍ଥକ୍ୟଟି ପ୍ରକୃତରେ କଣ ବାସ୍ତବ ଏବଂ ମଣିଷ ତାକୁ କାହିଁକି ଏପର୍ଯ୍ୟନ୍ତ ଏତେ ଅଧିକ ଗୁରୁତ୍ୱ ଦିଆଯାଏ? ଆମର ସାମାଜିକ ଜୀବନଧାରା, ନିୟମ କାନୁନ এই ପାର୍ଥକ୍ୟକୁ ଭିତ୍ତି କରି ଅଧିକାଂଶ ଗଠିତ ହେଇଛି। ଆଗ କାଳରେ କହିଲେ ମାତ୍ର 50-60 ବର୍ଷ ତଳେ ଝିଅମାନଙ୍କୁ ପଢିବାର ଅଧିକାର ଦିଆଯାଉନଥିଲା। ସେମାନେ ଶିକ୍ଷା ଲାଭରୁ ବଞ୍ଚିତ ଥିଲେ। ବିଶେଷ କରି ଯେଉଁ ଔପଚାରିକ ବିଦ୍ୟାଳୟ ଶିକ୍ଷା ପ୍ରାପ୍ତିରୁ ସେମାନେ ପ୍ରାୟତଃ ବଞ୍ଚିତ ଥିଲେ, ମୁଖ୍ୟତଃ ଗ୍ରାମାଞ୍ଚଳରେ। ଦ୍ୱିତୀୟରେ ସେମାନଙ୍କୁ କୌଣସି ପ୍ରକାର ବାହ୍ୟ କର୍ମ କରିବାକୁ ଦିଆଯାଉନଥିଲା। ଯଦି କୌଣସି ଗୋଟେ ଘରର ବୋହୂ କୌଣସି ସରକାରୀ ଚାକିରିରେ ପଦବୀରେ ଅବସ୍ଥାପିତ ହେବା ପାଇଁ ସରକାରଙ୍କ ଠାରୁ ଅନୁମତି ପତ୍ର ବା ଆଦେଶ ପତ୍ର ପାଉଥିଲେ, ତାଙ୍କ ଘର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ତାକୁ ମନା କରିଦଉଥିଲେ, କାରଣ ଘରର କୁଳବଧୂ ବାହାରେ କାମ କରିବ ମାନେ ଘରର ଇଜ୍ଜତ ରହିବ ନାହିଁ। ନାରୀ ଥିଲା ପରିବାରର କୁଳର ଭୂଷଣ, ତାର ମର୍ଯ୍ୟାଦା ରକ୍ଷା କରିବା, ଅକ୍ଷୁଣ୍ଣ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନେ ହେଉଥିଲା। ବର୍ତ୍ତମାନ ସେ ପାର୍ଥକ୍ୟ ଧୀରେ ଧୀରେ ପ୍ରାୟ ବିଲୁପ୍ତ। ବରଂ ଦେଖାଯାଉଛି ବିଦ୍ୟାଳୟରେ ପୁଅମାନଙ୍କ ତୁଳନାରେ ନାରୀମାନଙ୍କର, ଝିଅମାନଙ୍କର ଏନରୋଲମେଣ୍ଟ ମାନେ ପ୍ରବେଶ ଏବଂ ଉପସ୍ଥାନ ବେଶୀ। ଏପରିକି ଯେଉଁ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ପୁଅ ଝିଅ ମିଶିକିରି ପଢନ୍ତି, ଦେଖାଯାଉଛି ସେଠି ଝିଅ ଭାଗ ପ୍ରାୟ 60-70% ହେଲେ ପୁଅଙ୍କ ଭାଗ 30-40। ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଗଲାଣି, ଓଲଟି ଗଲାଣି। ଝିଅମାନେ ସବୁ ପ୍ରକାର ବାହ୍ୟ କର୍ମରେ ନିଜକୁ ଦକ୍ଷ ବୋଲି ପ୍ରମାଣିତ କରୁଛନ୍ତି, ଏପରିକି ଆମର ଆରକ୍ଷୀ ବାହିନୀ ଏବଂ ସୈନ୍ୟବାହିନୀରେ ମଧ୍ୟ। କିନ୍ତୁ ତା ସତ୍ତ୍ୱେ ଲିଙ୍ଗ ଭେଦର ପାର୍ଥକ୍ୟ ପ୍ରତି ମଣିଷର ଯେଉଁ ସମ୍ବେଦନଶୀଳତା, ସେଥିରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନି। ପାର୍ଥକ୍ୟ ପ୍ରତି କାହିଁକି ଆମେ ଏତେ ସମ୍ବେଦନଶୀଳ? ଜଣେ ପୁରୁଷ ତାର ପରିବେଶରେ ନାରୀ ଜାତିର ଅବସ୍ଥିତି ପ୍ରତି କାହିଁକି ଏତେ ସମ୍ବେଦନଶୀଳ? କିମ୍ବା ଗୋଟେ ନାରୀ ପୁରୁଷର ଉପସ୍ଥିତି ପ୍ରତି କାହିଁକି ସମ୍ବେଦନଶୀଳ? ଏଇଟା ସମସ୍ତଙ୍କ ଭିତରେ ଆନ୍ଦୋଳିତ ଗୋଟେ ପ୍ରଶ୍ନ ଏବଂ ସେଥିପାଇଁ ସାଧକମାନେ ମଧ୍ୟ ପ୍ରଶ୍ନଟି ମାଙ୍କୁ କରିଛନ୍ତି। ସାଧକ ପ୍ରଶ୍ନ କରୁଛନ୍ତି ଯେ ସୃଷ୍ଟିର ଆରମ୍ଭରୁ ନାରୀ ପୁରୁଷ ଭେଦଟି କାହିଁକି ରହିଛି? ମା ଉତ୍ତରରେ କହୁଛନ୍ତି, ସୃଷ୍ଟିର ଆରମ୍ଭରୁ ବୋଲି ତମେ କେମିତି ଜାଣିଲ? ସୃଷ୍ଟିର ଆରମ୍ଭରୁ ତମେ ଥିଲ କି? ତମର ମନେ ଅଛି କି? ପୁଣି କେଉଁ ସୃଷ୍ଟି କଥା ତମେ କହୁଛ? ଦେଖନ୍ତୁ, ଆମେ ଏଇ ସାମାନ୍ୟ ପୃଥିବୀକୁ ଯେଉଁ ସୃଷ୍ଟି ବୋଲି କହିଦଉଛୁ, ଏଭଳି ଅନେକ ପୃଥିବୀ ଅଛି, ଏପରିକି ଅନେକ ବିଶ୍ୱ ମଧ୍ୟ ରହିଛି ଏବଂ ଏ ସମସ୍ତଙ୍କର ଅଧିଷ୍ଠାତ୍ରୀ ହେଉଛନ୍ତି ମା ଦିବ୍ୟଚରଣ। ତେଣୁ ତାଙ୍କ ପାଇଁ ଏଇ ସାମାନ୍ୟ ସୃଷ୍ଟିର ମହତ୍ତ୍ୱ କାହିଁକି ରହିବ? ମା ପଚାରୁଛନ୍ତି, ତମେ କଣ ଏଇ ପୃଥିବୀର କଥା କହୁଛ? ଯଦି ପୃଥିବୀ କଥା ବି କହିବା, ମା କହୁଛନ୍ତି ତୁମର ପ୍ରଶ୍ନଟି ଗୋଟେ ଭୁଲ ପ୍ରଶ୍ନ, କାହିଁକି ନା ଆରମ୍ଭରୁ ସେମିତି ଆଦୌ ନଥିଲା। ଯେତେବେଳେ ଜୀବ ସୃଷ୍ଟି ହେଲା, ଆରମ୍ଭରୁ ହିଁ ନାରୀ ପୁରୁଷ ଦୁଇଟି ଜାତି ସୃଷ୍ଟି ହେଇନାହିଁ। ସେ ଏକକୋଷୀ ଜୀବ ଭିତରେ ନିଜ ଭିତରେ କୋଷ ବିଭାଜନ ହେଇକରି ତାର ବଂଶ ବିସ୍ତାର ହେଉଥିଲା। ଏବଂ ମା କହୁଛନ୍ତି ଏବେ ମଧ୍ୟ ଅନେକ ପ୍ରାଣୀ ଏ ପୃଥିବୀରେ ଅଛନ୍ତି
ଯେଉଁମାନଙ୍କ ଭିତରେ ଲିଙ୍ଗଗତ ପାର୍ଥକ୍ୟ ନାହିଁ ଏବଂ ତା ସତ୍ତ୍ୱେ ଗୋଟେ ଭିନ୍ନ ଉପାୟରେ ସେମାନଙ୍କର ପ୍ରଜନନ ପ୍ରକ୍ରିୟା ବଂଶ ବିସ୍ତାର ପ୍ରକ୍ରିୟା ଚାଲିଛି। ଏବଂ ଦ୍ୱିତୀୟ କଥା ମା କହୁଛନ୍ତି ଏଇ ଯୋଉ ପାର୍ଥକ୍ୟଟି ଏଇଟା ଗୋଟେ ମେଟେରିଆଲାଇଜେସନ, ମେଟେରିଆଲ କ୍ରିଏସନ, ଏଇଟା ଗୋଟେ ଏଇ ଜଡଗତ ଉପାଦାନର ସୃଷ୍ଟି। ଏଇ ବିଶ୍ୱ ନିଜକୁ ସଂରଚନା କରିବା ପାଇଁ କିଛି ଜଡଗତ ନିୟମକୁ ତାକୁ ମ୍ୟାନିଫେଷ୍ଟ କରିଛି ବା ଗୋଟେ ମୂର୍ତ୍ତ ରୂପ ଦେଇଛି, ଯାହାଦ୍ୱାରା ପାର୍ଥକ୍ୟ ସୃଷ୍ଟି ହେଇଛି। ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ମେଟେରିଆଲ କ୍ରିଏସନ ବା ମେଟେରିଆଲ ଫେନୋମେନନ ବୋଲି ମା କହୁଛନ୍ତି। ମାନେ ଏଇ ଜଡ ଜଗତର ଏଇଟା ଗୋଟେ ଘଟଣା। କିନ୍ତୁ ଜଡ ଜଗତକୁ ଛାଡି ଆହୁରି ଅନେକ ଜଗତ ରହିଛନ୍ତି ଯୋଉଠି ଏଇ ପାର୍ଥକ୍ୟର କୌଣସି ପ୍ରାସଙ୍ଗିକତା ନାହିଁ। ତାପରେ ମା କହୁଛନ୍ତି ବର୍ତ୍ତମାନ ଯାହା ଆମେ ଦେଖୁଛୁ ଏଇ ଜଡ ଜଗତରେ ଲିଙ୍ଗ ଭେଦର ପାର୍ଥକ୍ୟ, ଏଇଟା ଯେ ସବୁଦିନ ପାଇଁ ଏମିତି ରହିବ ଏମିତି ବି ମାନେ ନାହିଁ। ଏଇଟା ଗୋଟେ ସମୟ ସୀମା ଭିତରେ ରହୁଛି, ରହି ଆସିଛି, କିନ୍ତୁ ଚିରଦିନ ପାଇଁ ଥିବ ସେମିତି ବି ମାନେ ନାହିଁ। ପୂଜ୍ୟ ବାବାଜୀଙ୍କୁ ସାଧକମାନେ ଥରେ ପ୍ରଶ୍ନ କରିଥିଲେ। ପୂଜ୍ୟ ବାବାଜୀ ମହାରାଜ ତ ଆପଣମାନେ ଜାଣନ୍ତି, ମାଙ୍କର ଚେତନାରେ ତାଙ୍କର ଚେତନା ସମ୍ପୂର୍ଣ୍ଣ ଆଲୋକିତ ହେଇଥିଲା, ଓତପ୍ରୋତ ହେଇଥିଲା ଏବଂ ଯାହା ମା ଅନୁଭବ କରୁଥିଲେ ଏଇ ସୃଷ୍ଟି ସମ୍ପର୍କରେ, ଏଇ ଶରୀର ସମ୍ପର୍କରେ, ତାର ଭବିଷ୍ୟତ ସମ୍ପର୍କରେ, ରୂପାନ୍ତର ସମ୍ପର୍କରେ ପୂଜ୍ୟ ବାବାଜୀ ସେ ସବୁ ଅନୁଭବ କରିସାରିଥିଲେ। ଏବଂ ସେ ମଧ୍ୟ ସାଧକମାନଙ୍କର ବିଭିନ୍ନ ଏଭଳି ଜିଜ୍ଞାସାର ଉତ୍ତର ଦେଉଥିଲେ। ଏଇ ଲିଙ୍ଗଭେଦକୁ ନେଇକରି ସାଧକମାନେ ବାବାଜୀଙ୍କୁ ପ୍ରଶ୍ନ କରିଥିଲେ ଯେ ରୂପାନ୍ତରିତ ଶରୀରରେ ବିବାହର ଆବଶ୍ୟକତା ରହିବ କି ନାହିଁ? କାରଣ ପୂଜ୍ୟ ବାବାଜୀ ସବୁବେଳେ ବ୍ରହ୍ମଚର୍ଯ୍ୟ ଉପରେ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରୁଥିଲେ। ଯେପର୍ଯ୍ୟନ୍ତ ଜଣେ ବ୍ରହ୍ମଚର୍ଯ୍ୟରେ ସ୍ଥିତ ନ ହେଇଛି, ଯୋଗ ପଥରେ ତାର ପ୍ରଗତି ଅସମ୍ଭବ ବୋଲି ବାବାଜୀ ଘୋଷଣା କରି ଆସୁଥିଲେ। ତେଣୁ ସାଧକମାନେ ପ୍ରଶ୍ନ କଲେ ଯେ ରୂପାନ୍ତରିତ ଶରୀରରେ ବିବାହର ଆବଶ୍ୟକତା ରହିବ କି ନାହିଁ? ଏବଂ ପୂଜ୍ୟ ବାବାଜୀଙ୍କର ସେଠି ସଂକ୍ଷିପ୍ତ ଉତ୍ତର ଯେ ରୂପାନ୍ତରିତ ଶରୀରରେ ଲିଙ୍ଗ ଭେଦ ରହିବ ନାହିଁ, ସ୍ତ୍ରୀ ପୁରୁଷ ଭେଦ ରହିବ ନାହିଁ। ତାହେଲେ ବିବାହ କିଏ କାହା ସଙ୍ଗେ କରିବ? ଦେଖନ୍ତୁ, ବିବାହ ମ୍ୟାରେଜ ଯାହାକି ବର୍ତ୍ତମାନ ମାନବ ଜାତିର ତାର ଜୀବନ ଚଳନର ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୁଷ୍ଟିମେୟ କେତେ ଜଣ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ହୁଏତ ବିବାହ ପ୍ରତି ଆକର୍ଷିତ କିମ୍ବା ସେ ନିୟମକୁ ସେମାନେ ସ୍ୱୀକାର କରି ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ତାଙ୍କର ପୂର୍ବଜମାନେ ଯେମିତି ଜୀବନଯାପନ କରୁଥିଲେ ସେମିତି କରିବାକୁ ସେମାନେ ବାଧ୍ୟ ହୁଅନ୍ତି। ତେଣୁ ଏହାର ଆବଶ୍ୟକତାକୁ ମଣିଷ ଏପର୍ଯ୍ୟନ୍ତ ସ୍ୱୀକାର କରି ଆସିଛି। କିନ୍ତୁ ରୂପାନ୍ତର ତ ଆମର ଭବିଷ୍ୟତ। ନୂତନ ଜଗତ ଆସିବ, ଅତି ମାନସ ଜୀବ ଏ ପୃଥିବୀରେ ବିଚରଣ କରିବେ।
ଏ ମାନବ ଚେତନା ଦିବ୍ୟ ଚେତନା ରୂପାନ୍ତରିତ ହେବ। ସେଇ ଦିବ୍ୟ ଚେତନାରେ ସେଇ ରୂପାନ୍ତରିତ ମନ ପ୍ରାଣ ଶରୀରରେ ଲିଙ୍ଗ ଭେଦ ରହିବ କି? ତାର ଉତ୍ତର ହେଉଛି ନା, ରହିବ ନାହିଁ। ସେଇ ଭବିଷ୍ୟତକୁ ମା ଦେଖୁଛନ୍ତି ଏବଂ କହୁଛନ୍ତି ଯେ ଏଇ ପାର୍ଥକ୍ୟଟି ବିଶ୍ୱ ସୃଷ୍ଟି ମଧ୍ୟରେ ଚିରସ୍ଥାୟୀ ରହିବ, ଏମିତି କୌଣସି କାରଣ ନାହିଁ। ବହୁତ ଦିନ ଧରି ଏମାନେ ରହିଛନ୍ତି, ତାକୁ ଭିତ୍ତି କରି ଯେ ଏଇ ପାର୍ଥକ୍ୟ ହିଁ ସୃଷ୍ଟିର ମୂଳ ଭିତ୍ତି, ଏକଥା ଆଦୌ କୁହାଯାଇ ପାରିବ ନାହିଁ। ତେଣୁ ପ୍ରଶ୍ନକର୍ତ୍ତାଙ୍କର ପ୍ରଶ୍ନ ହିଁ ଭୁଲ ଥିଲା ବୋଲି ମା କହିଲେ, କାରଣ ସୃଷ୍ଟି ଆରମ୍ଭରୁ ଏପରି ନଥିଲା ଏବଂ ଚିରସ୍ଥାୟୀ ହେଇକରି ମଧ୍ୟ ଏଇଟା ରହିବ ନାହିଁ। ପୁଣି ସାଧକମାନେ ପ୍ରଶ୍ନ କରୁଛନ୍ତି ଯେ ଏଇ ଜଡ଼ ସୃଷ୍ଟି ଭିତରେ ମେଟେରିଆଲ କ୍ରିଏସନ ଯାହା ଆମେ ଦେଖୁଛୁ ଆମର ଚତୁଃପାର୍ଶ୍ୱରେ ଏବଂ ବିଶ୍ୱ ବ୍ରହ୍ମାଣ୍ଡରେ ଯାହାର ଉପସ୍ଥିତି ଆମେ ଅନୁଭବ କରୁଛୁ, ସେଟା ହଉଛି ଏଇ ଜଡ଼ ଜଗତ, ଜଡ଼ ସୃଷ୍ଟି। ୟା ଭିତରେ ଏଇ ପାର୍ଥକ୍ୟଟି କାହିଁକି ସୃଷ୍ଟି ହେଲା, କାହିଁକି ଭଗବାନ ଏମିତି ପାର୍ଥକ୍ୟର ସୃଷ୍ଟି କଲେ, କାହିଁକି ରହିଛି ସେ ପାର୍ଥକ୍ୟ, ଏ ସମ୍ପର୍କରେ ସାଧକମାନଙ୍କର ପ୍ରଶ୍ନ। ଏବଂ ମା ପୁଣି କହୁଛନ୍ତି ଏଇଟା ପ୍ରକୃତିର ଗୋଟେ ଆବଶ୍ୟକତା ରୂପେ ଗୋଟେ ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ସୃଷ୍ଟି ହେଇଛି, ଆରମ୍ଭରୁ ମୋଟେ ନଥିଲା। ମା ପ୍ରମାଣ ଦେଇକରି କହୁଛନ୍ତି ଯୋଉମାନେ ପ୍ରାଣୀ ତତ୍ତ୍ୱବିତ୍, ଜୁଓଲୋଜିଷ୍ଟ, ସେମାନେ କହିଦେଇ ପାରିବେ ଯେ ପୃଥିବୀରେ ଏମିତି ଅନେକ ଜୀବ ଅଛନ୍ତି, ଅନେକ ପ୍ରାଣୀ ଅଛନ୍ତି ଯୋଉମାନଙ୍କ ଭିତରେ ପାର୍ଥକ୍ୟଟି ଦେଖାଯାଏ ନାହିଁ। ଏବଂ ମା ପୁଣି କହୁଛନ୍ତି ଯେ ଏଇ ପାର୍ଥକ୍ୟଟି ହେଉଛି ପ୍ରକୃତିର ଗୋଟେ ଏକ୍ସପେରିମେଣ୍ଟ। ପ୍ରକୃତି ଏଇ ଜଡ଼ ଜଗତ ଭିତରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଚଳି ବିଭିନ୍ନ ସମୟରେ ସେ ବିଭିନ୍ନ ପରୀକ୍ଷା କରୁଛି ଏବଂ ତାର ସେଇ ଅନେକ ପରୀକ୍ଷା ନିରୀକ୍ଷା ଏକ୍ସପେରିମେଣ୍ଟ ଭିତରୁ ଗୋଟିଏ ହେଉଛି ଏଇ ଯେଉଁ ଦୁଇଟି ଲିଙ୍ଗ ବା ଲିଙ୍ଗଗତ ପାର୍ଥକ୍ୟର ସୃଷ୍ଟି। ଏଟାକୁ ସେ କାହିଁକି ପ୍ରୟୋଗ କରିଛି ନା, ଏହା ମାଧ୍ୟମରେ ଏ ସୃଷ୍ଟିକୁ ବଞ୍ଚେଇ ରଖିବା, ସଷ୍ଟେନ କରି ରଖିବାଟା ଅପେକ୍ଷାକୁ ସହଜ ମନେ ହେଉଛି। এইটা ହିଁ ପ୍ରକୃତର ଆବଶ୍ୟକତା, ଗୋଟେ ପ୍ରାକ୍ଟିକାଲ ୟୁଟିଲିଟି। କିନ୍ତୁ ଏଇ ମେଟେରିଆଲ କ୍ରିଏସନକୁ ଛାଡ଼ିଦେଲେ ଆହୁରି ଅନେକ ଜଗତ ରହିଛି, ପାର୍ଥିବ ଜଗତ, ଏବଂ ପାର୍ଥିବ ଜଗତରୁ ଆହୁରି ଅନେକ ସୂକ୍ଷ୍ମ ଜଗତ ଗୁଡ଼ିକ ରହିଛି, ଯେମିତି ସୂକ୍ଷ୍ମ ଭୌତିକ, ପ୍ରାଣିକ ଜଗତ ଏବଂ ମାନସିକ ଜଗତ। সেই ଜଗତ ଗୁଡ଼ିକରେ এই ଲିଙ୍ଗଗତ ପାର୍ଥକ୍ୟ ପ୍ରାୟତଃ ଦେଖାଯାଏ ନାହିଁ ବୋଲି ମା କହିଛନ୍ତି। ସେ ଜଗତ ମାନଙ୍କରେ ଯୋଉଠି ସ୍ଥୂଳ ଶରୀର ନାହିଁ, ସେଠି ଆମେ ଏଟା ସହଜରେ ବୁଝିପାରିବା ବା କଳ୍ପନା କରିପାରିବା, ଯୋଉଠି ଶରୀର ନାହିଁ ସେଠି ଲିଙ୍ଗଗତ ଭେଦ କାହିଁକି ରହିବ? କିନ୍ତୁ ଦେଖନ୍ତୁ, ଶରୀର ନଥିଲେ ବି ଲିଙ୍ଗ ଭେଦ ରହିପାରେ, କାରଣ ଏ ଲିଙ୍ଗଗତ ପାର୍ଥକ୍ୟଟି ମା କହୁଛନ୍ତି ଯେ ଏଇଟା କେବଳ ଗୋଟେ ଶାରୀରିକ ପାର୍ଥକ୍ୟ ନୁହେଁ, ଏଇଟା ଗୋଟେ ଅନୁଭବର ପାର୍ଥକ୍ୟ। କେବଳ ଆମର ଇନ୍ଦ୍ର ଦ୍ୱାରା ଅନୁଭବ୍ୟ ପାର୍ଥକ୍ୟ ନୁହେଁ, ଏଇଟା ଗୋଟେ ଫିଲିଂ, ଗୋଟେ ଆନ୍ତରିକ ଅନୁଭବ ଜନିତ ପାର୍ଥକ୍ୟ। ଏବଂ ଏ ଆନ୍ତରିକ ଅନୁଭବଟି ଆମର ପ୍ରାଣ ଭିତରେ ରହିପାରେ, ମନ ଚେତନା ଭିତରେ ମଧ୍ୟ ରହିପାରେ। କିନ୍ତୁ ଏକଥା ସତ୍ୟ ଯେ
ପ୍ରାଣିକ ଏବଂ ମାନସିକ ଜଗତର ଅଧିକାଂଶ ସତ୍ତା ତାଙ୍କ ଭିତରେ ଲିଙ୍ଗଗତ ପାର୍ଥକ୍ୟ ଆମେ ଦେଖିବାକୁ ପାଇବା ନାହିଁ। ନା କହୁଛନ୍ତି ପ୍ରାଣୀ ଜଗତ ମଧ୍ୟରେ ଆମେ କ୍ୱଚିତ ଲିଙ୍ଗଗତ ପାର୍ଥକ୍ୟ ଦେଖିବାକୁ ପାଇବା। ସେଠି ସତ୍ତା ମାନେ ସାଧାରଣତଃ ଲିଙ୍ଗହୀନ। ଏବଂ ଉଚ୍ଚତର ଜଗତ ମାନଙ୍କରେ ମଧ୍ୟ ଲିଙ୍ଗଗତ ପାର୍ଥକ୍ୟ ପ୍ରାୟ ନାହିଁ। କିନ୍ତୁ ମଣିଷ ଯେଭଳି ଭାବରେ ସେମାନଙ୍କୁ ଦେଖେ, ଯେମିତି ଅଧିମାନସ ଜଗତ ସମ୍ପର୍କରେ, ଅଧିମାନସ ଜଗତ ହେଉଛି ଦେବତା ମାନଙ୍କର ସାମ୍ରାଜ୍ୟ, ଦେବଦେବୀ ମାନଙ୍କର ସାମ୍ରାଜ୍ୟ। ଆମେ ସେଠି ଦେଖୁ ଯେ ସେଠି ଈଶ୍ୱର ଅଛନ୍ତି, ପାର୍ବତୀ ଅଛନ୍ତି, ସେଠି ଶ୍ରୀକୃଷ୍ଣ ଅଛନ୍ତି, ରାଧା ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବ୍ରହ୍ମା ଅଛନ୍ତି, ସରସ୍ୱତୀ ଅଛନ୍ତି। ଅର୍ଥାତ୍ ଲିଙ୍ଗଗତ ପାର୍ଥକ୍ୟ ରହିଛି। ଦେବତା ଏବଂ ଦେବୀ ଉଭୟ ଅଛନ୍ତି। ଏଇଟା ମଣିଷର ଧାରଣା। ମା କହୁଛନ୍ତି ଏଇ ପାର୍ଥକ୍ୟ ମଣିଷ ହିଁ ସୃଷ୍ଟି କରିଛି। ମଣିଷ ହିଁ ଦେବତା ଦେବୀ ମାନଙ୍କ ବିଷୟରେ ଯେମିତି ବର୍ଣ୍ଣନା କରିଛି, ତା ଫଳରେ ମଣିଷର ଚିନ୍ତା ଦ୍ୱାରା ସେ ଜଗତଟି ବହୁତ ପରିମାଣରେ ପ୍ରଭାବିତ ହେଇଛି ବୋଲି ମା କହୁଛନ୍ତି। ଅର୍ଥାତ୍ ଆମର ଧାରଣା, ସାମଗ୍ରିକ ଧାରଣା ଏତେ ଶକ୍ତିଶାଳୀ ଯେ ସେ ଜଗତରେ ସେଭଳି ଗୋଟେ ପାର୍ଥକ୍ୟ ସୃଷ୍ଟି କରିଦେଇଛି। ଅରିଜିନାଲି ସେମିତି ନଥିଲା। ଏବଂ ମା କହୁଛନ୍ତି ଅନେକ ଦେବତା ବା ଦେବୀ, ଅନେକ ଦେବତା ଏଭଳି ଅଛନ୍ତି ଯେଉଁମାନଙ୍କର ଲିଙ୍ଗ ଭେଦ ନାହିଁ। ଏବଂ କେବଳ ଭାରତକୁ ଦେଖିଲେ ତ ହବ ନାହିଁ। ଭାରତ ବାହାରେ ଆହୁରି ଅନେକ ଦେଶ ଅଛି। ପୃଥିବୀରେ ଭାରତକୁ କେନ୍ଦ୍ର ବୋଲି କୁହାଯାଇ ପାରିବ ନାହିଁ। କାରଣ ମନୁଷ୍ୟ ସବୁଆଡେ ଅଛନ୍ତି, ଆଧ୍ୟାତ୍ମ ଦର୍ଶନ ସବୁ ଜାଗାରେ ଅଛି। ଭାରତକୁ ଛାଡି ଅନ୍ୟ ଦେଶ ମାନଙ୍କରେ ଦେବଦେବୀ ମାନଙ୍କ ମଧ୍ୟରେ ଦେବଦେବୀ ମାନଙ୍କ ସମ୍ପର୍କରେ ଅନେକ କାହାଣୀ ବର୍ଣ୍ଣିତ ହେଇକି ରହିଛି। ତାଙ୍କର ମଧ୍ୟ ପୁରାଣ କାହାଣୀ ଅଛି। ଏବଂ ସେଠି ମଧ୍ୟ ସେଇ ଦେବଦେବୀ ମାନଙ୍କର ସମ୍ପର୍କ ଏବଂ ଲିଙ୍ଗଭେଦ ମଣିଷ ଦ୍ୱାରା ପ୍ରଭାବିତ ହେଇଛି। ତେଣୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ବିଭିନ୍ନ ଦେଶ ମାନଙ୍କରେ ଉଚ୍ଚତର ଜଗତ ବା ସୂକ୍ଷ୍ମ ଜଗତ ସମ୍ପର୍କରେ ମଣିଷର ଯେଉଁ ଧାରଣା, ତାହା ଏ ଲିଙ୍ଗଭେଦ ଦ୍ୱାରା ପ୍ରଭାବିତ ହେଇକି ରହିଛି ବୋଲି ମା କହୁଛନ୍ତି। କିନ୍ତୁ ସେ ଯାହା ହଉ ମଣିଷର ଧାରଣାର କୌଣସି ମହତ୍ଵ ନାହିଁ। ମା କହୁଛନ୍ତି ଏଇଟା ପ୍ରକୃତି ତା ନିଜ ପାଇଁ, ତା ନିଜ ବ୍ୟବହାର ପାଇଁ ଗୋଟେ ଯନ୍ତ୍ର ଭାବରେ ବ୍ୟବହାର କରିଛି। ଲିଙ୍ଗଭେଦଟିକୁ ପ୍ରକୃତି ଗୋଟେ ଯନ୍ତ୍ର ଭାବରେ ବ୍ୟବହାର କରିଛି। କାରଣ ଏଇ ଭେଦ ନ ରହିଲେ ବଂଶ ବିସ୍ତାର ହବ ନାହିଁ, ସୃଷ୍ଟିଟି ସ୍ଥିତ ହେଇକି ରହିପାରିବ ନାହିଁ ବା ପ୍ରଗତି କରିପାରିବ ନାହିଁ। ତେଣୁ ଜନ୍ମ, ଯୌବନ, ଜରା, ବ୍ୟାଧି, ମୃତ୍ୟୁ ଏବଂ ପୁନର୍ଜନ୍ମ, ଏଇ ସାଇକେଲ, ଏଇ ଜୀବନ ଚକ୍ର, ଏଇଟାକୁ ବଜାୟ ରଖିବା ପାଇଁ, ଜୀବନ ଚକ୍ରଟିକୁ ଅବ୍ୟାହତ ରଖିବା ପାଇଁ ଗୋଟେ ସୁନ୍ଦର ସାଧନ ବା ମାଧ୍ୟମ, ଗୋଟେ ଇନଷ୍ଟ୍ରୁମେଣ୍ଟ, ଏଇଟା ହେଲା এই ଯେଉଁ ଲିଙ୍ଗଗତ ପାର୍ଥକ୍ୟ ବା ନାରୀ ପୁରୁଷ ଭେଦ। ଏହି ପାର୍ଥକ୍ୟ ମାଧ୍ୟମରେ ହିଁ ଜୀବନ ଚକ୍ରଟା ଗତି କରୁଛି ଏବଂ ବିବର୍ତ୍ତନ ଧାରାଟି ଗତି କରୁଛି, ଭଗବାନଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ ହେଉଛି। ତେଣୁ ପ୍ରକୃତି ଭଗବାନଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ କରିବା ପାଇଁ ଏ ଲିଙ୍ଗଗତ ଭେଦଟିକୁ ଗୋଟେ ଯନ୍ତ୍ର ରୂପେ ବ୍ୟବହାର କରୁଛି ବୋଲି ମା କହୁଛନ୍ତି। ତାପରେ କହୁଛନ୍ତି ଯେ ଅନେକ ମଣିଷ ଅଛନ୍ତି ଯେଉଁମାନେ ଏହି ପାର୍ଥକ୍ୟ ଉପରେ ଆବଶ୍ୟକତାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।
ସେମାନେ ଯେତେ ଦିନ ଇଚ୍ଛା ସେ ପାର୍ଥକ୍ୟ ଧାରଣାଟିକୁ ନିଜ ଭିତରେ ଧରି ରଖନ୍ତୁ। ମା କେବେ ବି କୌଣସି ନିୟମ ବା ଆଦର୍ଶକୁ କାହାରି ଉପରେ ଜୋର କରି ଲଦି ଦିଅନ୍ତି ନାହିଁ, କାରଣ ସେଟା ଭଗବାନଙ୍କର ଧାରା ନୁହେଁ। ଭଗବାନ ଯେଉଁ ଧାରାରେ କାର୍ଯ୍ୟ କରୁଛନ୍ତି, ତାଙ୍କର ସୃଷ୍ଟି ଯେଉଁ ନିୟମରେ ପରିଚାଳିତ ହେଉଛି, ମା ମଧ୍ୟ ସେଭଳି ଭାବରେ ସାଧକ ସାଧିକା ମାନଙ୍କୁ, ଅନୁଗାମୀ ମାନଙ୍କୁ ମାର୍ଗଦର୍ଶନ କରନ୍ତି। କେବେ ବି କାହାରି ଉପରେ କୌଣସି ଜିନିଷ ଆରୋପ କରନ୍ତି ନାହିଁ। ତେଣୁ ମା କହୁଛନ୍ତି ଯୋଉମାନେ ଏହି ପାର୍ଥକ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେମାନେ ଇଚ୍ଛା କଲେ ତାଙ୍କର ଦୃଷ୍ଟିକୋଣଟିକୁ ସ୍ଥାୟୀ ଭାବରେ ପୋଷଣ କରିପାରିବେ। କିନ୍ତୁ ଏକଥା ସତ୍ୟ ଯେ ଏଇଟା ଗୋଟେ ଚୂଡାନ୍ତ ବା ଶାଶ୍ୱତ ସତ୍ୟ ନୁହେଁ। ଏଇଟା କେବେ ବି ଗୋଟେ ଶାଶ୍ୱତ ସତ୍ୟ ନୁହେଁ। ଯୋଉମାନେ এই ପାର୍ଥକ୍ୟଟିକୁ ବେଶୀ ଭଲ ପାଉଛନ୍ତି, ପାର୍ଥକ୍ୟଟି ଭଲ ପାଇବାର ଅର୍ଥ ହେଉଛି ସ୍ତ୍ରୀ ପୁରୁଷ ଭିତରେ ଯେଉଁ ସମ୍ପର୍କ, ଯେଉଁ ପ୍ରେମ, ତାକୁ ସେମାନେ ସ୍ଥାୟୀ ରଖିବା ପାଇଁ ଚାହୁଁଛନ୍ତି। ଯଦି ଲିଙ୍ଗ ଭେଦ ନ ରହିବ, ତାହେଲେ ମଣିଷର ଜୀବନ ପ୍ରକ୍ରିୟାର ଅର୍ଦ୍ଧାଧିକ ଭାଗ ସମ୍ପୂର୍ଣ୍ଣ ଅନାବଶ୍ୟକ ହେଇଯିବ। କାରଣ ମଣିଷ ଯାହାକୁ ସବୁଠୁ ବେଶୀ ଗୁରୁତ୍ୱ ଦିଆ, ଯାହାକୁ ନେଇକରି ସେ ବିଭିନ୍ନ ସ୍ୱପ୍ନ ଦେଖୁଛି ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ସମଗ୍ର ଜୀବନଟିକୁ ଉତ୍ସର୍ଗିତ କରିଦେଉଛି, ସେଟା ହଉଛି ଲିଙ୍ଗ ଭେଦ। ତେଣୁ ମା କହୁଛନ୍ତି ଯଦି ମଣିଷକୁ ଏଇଟା ସୁଖ ପ୍ରଦାନ କରୁଛି, ମଣିଷ ତାକୁ ଧରି ରଖିବାକୁ ଚାହୁଁଛି, ତାହେଲେ ସେ କରିପାରେ। ଏଥିରେ ଲାଭ ବି ରହିଛି, କ୍ଷତି ବି ରହିଛି, କିନ୍ତୁ କ୍ଷତିର ପରିମାଣ ବେଶୀ। ଅନେକ କ୍ଷତି ରହିଛି ବୋଲି ମା କହୁଛନ୍ତି। ତାପରେ ସାଧକମାନେ ପୁଣି ପ୍ରାଣୀ ଜଗତ ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ପ୍ରାଣୀ ଜଗତରେ ସତ୍ତା ଗୁଡ଼ିକ ଏ ଆବଶ୍ୟକତାକୁ କାହିଁକି ସେମାନେ ଏଡେଇ ଦେଉଛନ୍ତି? କେମିତି ସେମାନେ ଲିଙ୍ଗଗତ ପାର୍ଥକ୍ୟର ଆବଶ୍ୟକତା ଅନୁଭବ କରୁନାହାନ୍ତି? ମା କହୁଛନ୍ତି ଯେ ପ୍ରାଣୀ ଜଗତରେ ଏ ଲିଙ୍ଗଗତ ପାର୍ଥକ୍ୟଟି ଗୋଟେ ସାଧାରଣ ନିୟମ ହେଇକି ରହିନା। ଯେମିତି ଜଡ଼ ଜଗତରେ ଏଇଟା ସୁଷ୍ଠ ପ୍ରଗତି ପାଇଁ ଗୋଟେ ଅନିବାର୍ଯ୍ୟ ନିୟମ ହେଇକି ରହିଛି। ଲିଙ୍ଗ ଭେଦ ନ ରହିଲେ ବଂଶ ବିସ୍ତାର ହେବ ନାହିଁ, ଜୀବନ ଚକ୍ର ଚାଲିବ ନାହିଁ। ଏଇଟା ହଉଛି ଜଡ଼ ଜଗତର ନିୟମ। କିନ୍ତୁ ପ୍ରାଣ ଜଗତରେ ସେଭଳି ନିୟମ ନାହିଁ। ଅନ୍ୟ ପକ୍ଷରେ ସେଠାରେ ଆମେ ଏପରି ଅନେକ ଦୃଷ୍ଟାନ୍ତ ରହିଥିବାର ଦେଖିବାକୁ ପାଉ, ଯେଉଁମାନଙ୍କର କୌଣସି ଲିଙ୍ଗ ନାହିଁ। ଲିଙ୍ଗହୀନ ସତ୍ତା ସେଠାରେ ସର୍ବାଧିକ। କେଉଁଠି ନା ଭିତରେ। ଏବଂ ଯେତିକି ବି ପ୍ରଭାବ ପଡ଼ିଛି, ଯେତିକି ଲିଙ୍ଗଗତ ସତ୍ତା ରହିଛନ୍ତି, ସେଟା ପ୍ରକୃତରେ ସେମାନଙ୍କର ଲିଙ୍ଗ ଭେଦ ନାହିଁ। ତାଙ୍କ ଭିତରେ ଏଇ ମଣିଷ, ଏଇ ପାର୍ଥିବ ମଣିଷ ଚେତନାର ପ୍ରଭାବଟେ ପଡ଼ିଛି ଏବଂ ତାଙ୍କ ଭିତରେ ସେ ପାର୍ଥକ୍ୟ ବୋଧଟି ସୃଷ୍ଟି ହୋଇଛି ବୋଲି ମା କହୁଛନ୍ତି। ଦେଖନ୍ତୁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ କେତେ ମାରାତ୍ମକ ଏଇ ପୃଥିବୀର ପ୍ରଭାବ ସୂକ୍ଷ୍ମ ଜଗତ ମାନଙ୍କ ଉପରେ। କାରଣ ଏ ବିଶ୍ୱର 700 କୋଟି ମଣିଷ ଯେଉଁଭଳି ଭାବରେ ଚିନ୍ତା କରୁଛନ୍ତି, ଯେଉଁଭଳି ଭାବରେ ସେମାନେ ପ୍ରାଣୀଙ୍କ ଆବେଗ ପ୍ରବେଗ ସୃଷ୍ଟି କରୁଛନ୍ତି, ଏଇଟା ତ ନିଶ୍ଚୟ ପ୍ରାଣ ଜଗତରେ ପ୍ରଭାବ ପକେଇବ ନା। ଆମର ଅଜ୍ଞାତ ସାରରେ ଆମର ଚେତନାଟି ପ୍ରାଣ ଜଗତ ସହିତ ମଧ୍ୟ ଯୋଡ଼ି ହେଇକି ରହିଛି। ଯେମିତି ସେଇ ଜଗତର ସୂକ୍ଷ୍ମ ପ୍ରଭାବ, ଜୁଆର ଭଟ୍ଟା ଉତ୍ଥାନ ପତନର ପ୍ରଭାବ ଆମ ଜୀବନରେ ପଡୁଛି, ସେମିତି ଆମର
ସେଭଳି ପ୍ରାଣିକ ଗତିବୃତ୍ତି ଗୁଡ଼ିକର ପ୍ରଭାବ ସେହି ଜଗତ ଗୁଡ଼ିକ ଉପରେ ପଡୁଛି ଏବଂ ସେମାନଙ୍କୁ କିଛି ପରିମାଣରେ ପରିବର୍ତ୍ତିତ କରୁଛି ମଧ୍ୟ। ତେଣୁ ମା କହୁଛନ୍ତି ଯେତିକି ବି ଲିଙ୍ଗଭେଦ ସେଠି ରହିଛି ତାହା ହେଉଛି ଏ ପୃଥିବୀର ପ୍ରଭାବ। ଏବଂ ମା ପୁନର୍ବାର ତାଙ୍କର ଉକ୍ତିର ପୁନରାବୃତ୍ତି କରି କହୁଛନ୍ତି ଯେ ଯଦି ମଣିଷମାନେ ଇଚ୍ଛା କରୁଛନ୍ତି ଏ ପାର୍ଥକ୍ୟକୁ ସେମାନେ ଚିରସ୍ଥାୟୀ ରଖିଥାନ୍ତୁ ତାହେଲେ ସେମାନେ ରଖିପାରନ୍ତି। ଅବଶ୍ୟ ଏଟା ଚିରସ୍ଥାୟୀ ହେବ ନାହିଁ, ଏହାର କାର୍ଯ୍ୟକାଳ ବେଶୀ ଦିନର ନୁହେଁ। ବିବର୍ତ୍ତନ ଶକ୍ତି ଧକ୍କା ଦେଇକରି ତାର ରୂପରେଖ ବଦଳାଇ ଦେବ ଏବଂ ଯେଉଁମାନେ ସେ ନୂତନ ଆହ୍ୱାନକୁ ଗ୍ରହଣ କରିବେ ନାହିଁ ସେମାନେ ତ ବିଲୀନ ହେଇଯିବେ, ଯେଉଁମାନେ ନୂତନ ନିୟମକୁ ସ୍ୱୀକାର କରିବେ ସେମାନେ ତିଷ୍ଠି ରହିବେ। କିନ୍ତୁ ମଣିଷ ତାର ନିଜର ସ୍ୱାଧୀନ ଇଚ୍ଛାକୁ ପ୍ରୟୋଗ କରିପାରେ। ଯଦି ସେ ସେଥିରେ ସୁଖୀ ରହିପାରୁଛି ମାଙ୍କ ଭାଷାରେ, ତାହେଲେ କେହି ବି ସେଥିରେ ତାଙ୍କୁ ବାଧା ଦେବ ନାହିଁ। ତାପରେ এই ଅତିମାନସ ଜଗତ, ଅତିମାନସ ଚେତନାର ଏ ପୃଥିବୀ ପୃଷ୍ଠରେ ଅବତରଣ ଏବଂ ତା ଦ୍ୱାରା ରୂପାନ୍ତର ପ୍ରକ୍ରିୟାର ଅୟମାରମ୍ଭ, ତା ଦ୍ୱାରା ଯାହା ସବୁ ପରିବର୍ତ୍ତନ ହେବ ଏ ସୃଷ୍ଟିରେ ସେ ସମ୍ପର୍କରେ ପୃଥିବୀ ପୃଷ୍ଠର ଅତିମାନସର ଅଭିବ୍ୟକ୍ତି, ସୁପ୍ରାମେଣ୍ଟାଲ ମ୍ୟାନିଫେଷ୍ଟେସନ ଅଫ୍ ଆର୍ଥ, এই ବହିଟି ସାଧକମାନେ ଅଧ୍ୟୟନ କରୁଛନ୍ତି, ତାର ଗୋଟେ ଅଂଶ, ଏବଂ ତା ଉପରେ ଭିତ୍ତି କରି ସେମାନେ ପ୍ରଶ୍ନ କରୁଛନ୍ତି ଯେ ମା ଶରୀର ରୂପାନ୍ତର ପରେ ଯାଇ କ୍ଷମା କରିବେ, ମନ ପ୍ରାଣର ରୂପାନ୍ତର ପରେ ଯାଇ ଶରୀର ରୂପାନ୍ତର ଆସିବ ନା ତାହା ଆପଣାର ସ୍ୱାଭାବିକ ପ୍ରକ୍ରିୟାରେ ଆସିବ। ମାନେ ପ୍ରଥମେ ଉଚ୍ଚତର ଚେତନା ରୂପାନ୍ତର ହବ, ତାପରେ ନିମ୍ନ ଚେତନା। ଶରୀରଟା ତ ନିମ୍ନ ଚେତନା, ଜଡ଼ ଚେତନା। ତେଣୁ ମନ ପ୍ରାଣ ରୂପାନ୍ତର ପରେ ଶରୀର ଚେତନା ରୂପାନ୍ତର ହବ ନା ଶରୀର ଚେତନା ରୂପାନ୍ତରଟା ସ୍ୱାଭାବିକ ପ୍ରକ୍ରିୟାରେ ଆସିବ ବୋଲି ସାଧକମାନେ ପ୍ରଶ୍ନ କରୁଛନ୍ତି। ଏବଂ ମା କହୁଛନ୍ତି ଯେ ରୂପାନ୍ତର ପ୍ରକ୍ରିୟାଟି ସାଧାରଣତଃ ଊର୍ଦ୍ଧ୍ୱରୁ ନିମ୍ନକୁ ଗତି କରିଥାଏ, ନିମ୍ନରୁ ଊର୍ଦ୍ଧ୍ୱକୁ ନୁହେଁ। ଏବଂ ସେଥିପାଇଁ ତମେ ଉଚ୍ଚତର ଚେତନାର ରୂପାନ୍ତର ହବ। ପ୍ରଥମେ ଉଚ୍ଚତର ଚେତନା ରୂପାନ୍ତର ହେଲା ପରେ ତାପରେ ନିମ୍ନ ଚେତନାର ହବ। କିନ୍ତୁ ମଣିଷ ଯେଉଁ ଧାରାରେ ଚିନ୍ତା କରୁଛି ଯେ ପ୍ରଥମେ ମନ ପ୍ରାଣ ରୂପାନ୍ତର ହେଲା ପରେ ଶରୀର ଚେତନା ହବ, ସେଭଳି ସମ୍ପୂର୍ଣ୍ଣ ରୂପେ ସେଟା ସତ୍ୟ ନୁହେଁ ବୋଲି ମା କହୁଛନ୍ତି। କାରଣ ମଣିଷ ଗୋଟେ ସୀମିତ ପରିବେଶ ଭିତରେ ଚିନ୍ତା କରୁଛି। ମଣିଷ ଅଜ୍ଞାନ, ଏ ଅଜ୍ଞାନ ସ୍ଥିତି ଭିତରେ ଗୋଟେ କ୍ଷୁଦ୍ର ପରିସର ଭିତରେ ଆମେ ଯାହା ଚିନ୍ତା କରୁ ସମଗ୍ର ସୃଷ୍ଟିର ପ୍ରକ୍ରିୟାଟି ସେଭଳି ଭାବରେ ହୁଏ ନାହିଁ। କିନ୍ତୁ କଥା ସତ୍ୟ ଯେ ମନ ଚେତନା ହେଉଛି ଆମ ଚେତନାର ସୂକ୍ଷ୍ମତମ ଅଂଶ। କାରଣ ମନ ପ୍ରଥମେ ପହଞ୍ଚିଯାଏ, ଆମେ ଯୋଉ ବିଷୟରେ ଚିନ୍ତା କରୁ ସେଠି ମନ ସାଙ୍ଗେ ସାଙ୍ଗେ ପହଞ୍ଚିଯାଏ। ଶରୀର ପହଞ୍ଚିବା ପାଇଁ ବହୁତ ସମୟ ଲାଗେ। ଏବଂ ଆମେ ଯେକୌଣସି କାର୍ଯ୍ୟ କରିବାକୁ ଚାହୁଁ
ପ୍ରଥମେ ମନ ଦ୍ୱାରା ସେଟା ଗୃହୀତ ନହେଲେ ଶାରୀରିକ କ୍ଷେତ୍ରରେ ସେଟା ସମ୍ଭବ କେବେ ହୁଏ ନାହିଁ। ସେଥିପାଇଁ ନିଶ୍ଚିତ ଭାବରେ ମନ ଚେତନାଟି ସୂକ୍ଷ୍ମତର ଏବଂ ପ୍ରାଣର ବିଭିନ୍ନ କମ୍ପନ, ଆବେଗ ପ୍ରବେଗ ଏସବୁ ଶାରୀରିକ ଅନୁଭବ ଠାରୁ ମଧ୍ୟ ସୂକ୍ଷ୍ମତର। ତେଣୁ ସୂକ୍ଷ୍ମତା ଦୃଷ୍ଟିରୁ ମନ ସବୁଠୁ ଉର୍ଦ୍ଧ୍ୱରେ, ତାପରେ ପ୍ରାଣ ଚେତନା, ତାପରେ ମନ ଚେତନା। କିନ୍ତୁ ମଣିଷର ଧାରଣା ଅନୁସାରେ ଯେ ପ୍ରଥମେ ମନ, ତାପରେ ପ୍ରାଣ ଏବଂ ତାପରେ ସ୍ୱର ରୂପାନ୍ତର ହେବ, ସେମିତି କୁହାଯାଇ ପାରିବ ନାହିଁ। କାରଣ ଆମର ଚେତନାର ପ୍ରତ୍ୟେକ ଅଂଶ ପରସ୍ପର ସହିତ ଛନ୍ଦାଛନ୍ଦି ହେଇକି ରହିଥାନ୍ତି। ଯେମିତି ପରା ପ୍ରକୃତିରେ ସଚ୍ଚିଦାନନ୍ଦ, ସଚ୍ଚିତ୍ ଆନନ୍ଦ ଯେମିତି ପରସ୍ପର ଠାରୁ ଅଲଗା ନୁହନ୍ତି, ସେହିପରି ଅପରା ପ୍ରକୃତିରେ ମଧ୍ୟ ମନ, ପ୍ରାଣ, ଶରୀର ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା ନୁହନ୍ତି, ପରସ୍ପର ସହିତ ଛନ୍ଦାଛନ୍ଦି ହେଇକି ରହିଥାନ୍ତି। ତେଣୁ ଏଇ ଯେଉଁ ଲିଙ୍ଗଗତ ପାର୍ଥକ୍ୟ ବା ସ୍ତ୍ରୀ ପୁରୁଷ ଭେଦ, ମାଙ୍କର ଏ ଆଲୋଚନାରୁ ଆମେ ଏଇ ନିଷ୍କର୍ଷରେ ପହଞ୍ଚିଲେ ଯେ ଏଇଟା ହେଉଛି ପ୍ରକୃତିର ଗୋଟେ ସାମୟିକ ଆବଶ୍ୟକତା। ଏଇ ଅପରା ପ୍ରକୃତି ଅନ୍ତର୍ଗତ ମନ, ପ୍ରାଣ, ଶରୀରର ବିକାଶ ପାଇଁ, ପରିବର୍ତ୍ତନ ପାଇଁ, ବିବର୍ତ୍ତନ ପାଇଁ ପ୍ରକୃତି ତାକୁ ଗୋଟେ ସାମୟିକ ଆବଶ୍ୟକତା ଭାବରେ ସୃଷ୍ଟି କରିଛି। ତାଦ୍ୱାରା এই ସୃଷ୍ଟି ଉପରେ ସେ ନିୟନ୍ତ୍ରଣ ଜାହିର କରୁଛି। କିନ୍ତୁ ଏ ସୃଷ୍ଟିର ଯାହା ଲକ୍ଷ୍ୟ ପୂର୍ଣ୍ଣତା, ଚେତନାର ପୂର୍ଣ୍ଣତା ଯେତେବେଳେ ଆମକୁ ପ୍ରାପ୍ତ ହେବ, ସେତେବେଳେ ଏ ଲିଙ୍ଗ ଭେଦଟି ଆଉ ରହିବ ନାହିଁ। କାରଣ ପ୍ରକୃତି ତାର ଏହି ଆବଶ୍ୟକତାରୁ ଉତ୍ତୀର୍ଣ୍ଣ ହେଇଯାଇଥିବ, ଉଚ୍ଚ ସ୍ତରକୁ ଯାଇସାରିଥିବ। ଏଇଟା ହିଁ ଏ ଆଲୋଚନାରେ ମାଙ୍କର ବକ୍ତବ୍ୟର ସାରମର୍ମ। ଆମେ ମାଙ୍କର ଏଇ ବାଣୀଟିକୁ ଚେତନାର ସମ୍ମୁଖରେ ରଖି ଆମର ଜୀବନରେ ଲିଙ୍ଗ ଭେଦର ସ୍ଥାନ କେଉଁଠି, ତାର ଆବଶ୍ୟକତା, ତାର ପ୍ରାସଙ୍ଗିକତା ଏବଂ ତାର ସୀମିତତା ସମ୍ପର୍କରେ ସଚେତନ ହୋଇ ଆମର ଜୀବନକୁ ତଦନୁସାରେ ପରିଚାଳିତ କରିବା। ସମୟ ତ ହେଇଯାଇଛି, ଆଲୋଚନାକୁ ବିରାମ ଦେବା। ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରିବା ଏବଂ ସମସ୍ତ ଅପାଭାଇଙ୍କୁ ତାଙ୍କର ସାଗ୍ରହ ଯୋଗଦାନ ନିମନ୍ତେ ଆନ୍ତରିକ ଧନ୍ୟବାଦ ଜଣାଉଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ସହିତ ଆଲୋଚନାକୁ ବିରାମ ଦେଉଛି। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା